ଈଶାୟାଙ୍କ ପୁସ୍ତକ ଅଧ୍ୟାୟ 9। ଭାବି ରାଜା। କିନ୍ତୁ ଯିଏ ବିଷାଦଗ୍ରସ୍ତ ହୋଇଥିଲା ତାହା ପ୍ରତି ଆଉ କେବେ ହେଁ ତମସା ହେବ ନାହିଁ। ସେବୁଲୁନ୍ ତଥା ନାପ୍ଥାଲି ଦେଶକୁ ସେ ପୂର୍ବରେ ଉପହାସ ପାତ୍ରରେ ପରିଣତ କରିଥିଲେ, କିନ୍ତୁ ଅନ୍ତିମ କାଳରେ ସମୁଦ୍ର ପଥ ନିକଟସ୍ଥ ଜର୍ଦାନର ଅପର ପାର୍ଶ୍ୱସ୍ଥିତ ବିଜାତୀୟମାନଙ୍କ ଜାତିଗଣ ଗାଲିଲି ପ୍ରଦେଶକୁ ସେ ମହିମାମଣ୍ଡିତ କରିବେ। ଯେଉଁମାନେ ଅନ୍ଧକାରରେ ବିଚରଣ କରିଥିଲେ, ସେହି ଜନତା ଏକ ମହାନ ଜ୍ୟୋତିର ଦର୍ଶନ ଲାଭ କରିଛନ୍ତି ଓ ଯେଉଁମାନେ ଘୋର ତମସାବୃତ ଦେଶରେ ବାସ କରିଥିଲେ, ସେମାନଙ୍କ ଉପରେ ଏକ ଆଲୋକ ପ୍ରଦୀପ୍ୟମାନ ହୋଇଛି। ସେହି ଜନତାକୁ ବହୁଗୁଣିତ କରି ତୁମେ ସେମାନଙ୍କ ଆନନ୍ଦକୁ ବୃଦ୍ଧି କରିଅଛ। ଫଳରେ ଫସଲ ଅମଳରେ ଯେଉଁମାନେ ଆନନ୍ଦ ପ୍ରକାଶ କରିଛନ୍ତି, ସେମାନଙ୍କ ଆନନ୍ଦ ଭଳି ଓ ଯେଉଁମାନେ ଲୁଣ୍ଠିତ ବସ୍ତୁକୁ ବିଭାଜନ କରନ୍ତି, ସେମାନଙ୍କ ସନ୍ତୋଷ ସାଦୃଶ୍ୟରେ ସେମାନେ ତୁମ ସନ୍ନିଧାନରେ ଆହ୍ଲାଦିତ ହୁଅନ୍ତି। କାରଣ ଯେଉଁମାନେ ଜୁଆଳି ସେ ବହନ କରିଥିଲା, ତାହା ଓ ତାର ସ୍କନ୍ଧସ୍ଥିତ ଦଣ୍ଡ ଏବଂ ତାର ଉପଦ୍ରବକାରୀର ଯଷ୍ଟିକୁ ମିଦିଆନର ଦିନମାନଙ୍କରେ ତୁମେ ଯେଉଁଭଳି ଭଗ୍ନ କରିଥିଲ, ସେହିପରି ଏବେ ମଧ୍ୟ କରିଅଛ। ଯୁଦ୍ଧ ଅଟ୍ଟହାସ ପୂର୍ବକ ଅଗ୍ରସର ହେଉଥିବା ଯୋଦ୍ଧାର ପାଦୁକା ତଥା ରକ୍ତ ଜଡ଼ିତ ବସ୍ତ୍ର ଦୟନୀୟ ଦ୍ରବ୍ୟ ସଦୃଶ ଦଗ୍ଧୀଭୂତ ହେବ। କାରଣ ଆମ୍ଭମାନଙ୍କ ପାଇଁ ଏକ ଶିଶୁ ଜନ୍ମଗ୍ରହଣ କରିଛନ୍ତି, ଆମମାନଙ୍କୁ ଏକ ପୁତ୍ର ପ୍ରଦତ୍ତ ହୋଇଛି। କର୍ତ୍ତୃତ୍ୱ ଭାର ତାହାଙ୍କର ସ୍କନ୍ଧରେ ଅବସ୍ଥାପିତ ହେବ। ପୁଣି ସେ ବିସ୍ମୟକର ପରାମର୍ଶଦାତା, ଶକ୍ତି ସମ୍ପନ୍ନ ଈଶ୍ୱର, ଶାଶ୍ୱତ ପିତା ଓ ଶାନ୍ତିର ରାଜା ନାମରେ ନାମିତ ହେବେ। ଦାବୀଦଙ୍କ ସିଂହାସନ ତଥା ତାହାଙ୍କର ରାଜ୍ୟରେ ତାହାଙ୍କ କର୍ତ୍ତୃତ୍ୱ ଅସୀମ ଅଟେ ଓ ଶାନ୍ତି ଅନନ୍ତ ହେବ। ନୀତିନିଷ୍ଠା ତଥା ଧର୍ମପରାୟଣତା ପୂର୍ବକ ବର୍ତ୍ତମାନ ଠାରୁ ଅନନ୍ତ କାଳ ବ୍ୟାପୀ ତାହାଙ୍କୁ ପ୍ରତିଷ୍ଠା କରି ସେ ପ୍ରତିପାଳନ କରିବେ। ସେନାଧୀଶ ପ୍ରଭୁଙ୍କର ଉଦ୍ଯୋଗ ଏହା ସାଧନ କରିବ। ଇସ୍ରାଏଲର ବିରୁଦ୍ଧରେ ପ୍ରତିଶୋଧ। ଯାକୋବଙ୍କ ବିରୁଦ୍ଧରେ ପ୍ରଭୁ ଏକ ବଚନ ପଠାଇଛନ୍ତି, ତାହା ଇସ୍ରାଏଲ ଉପରେ ଅବତରଣ କରିବ। ଇଷ୍ଟକ ଗୁଡ଼ିକ ପଡ଼ିଯାଇଛି, କିନ୍ତୁ ଆମେ ମସୃଣ ପଥର ଦ୍ୱାରା ନିର୍ମାଣ କରିବୁ। ସିକାମର ବୃକ୍ଷ ସବୁ କଟା ହୋଇଛି, କିନ୍ତୁ ଆମେ ସେ ସବୁ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଉପଯୋଗ କରିବୁ। ଏହିପରି ଅହଙ୍କାର ତଥା ଦାମ୍ଭିକ ଭାବେ ବାର୍ତ୍ତାଳାପ କରୁଥିବା ଇଫ୍ରାଇମମାନଙ୍କୁ ଓ ସାମାରିଆବାସୀମାନଙ୍କୁ ଜନତା ଚିହ୍ନିବେ। ସୁତରାଂ ପ୍ରଭୁ ସେମାନଙ୍କ ବିରୁଦ୍ଧରେ ବିରୋଧୀମାନଙ୍କୁ ଉତ୍ତୋଳିତ କରିବେ ଓ ସେମାନଙ୍କ ଶତ୍ରୁମାନଙ୍କୁ ଉତ୍ତେଜିତ କରିବେ। ସିରିଆବାସୀମାନେ ପୂର୍ବ ଦିଗରୁ ଓ ଫିଲିସ୍ତୀୟମାନେ ପଶ୍ଚିମରୁ ମୁଖ ଖୋଲି ଇସ୍ରାଏଲୀୟମାନଙ୍କୁ ଗ୍ରାସ କରନ୍ତି। ଏସବୁ ସତ୍ତ୍ୱେ ତାହାଙ୍କର କ୍ରୋଧ ଶାନ୍ତ ହୋଇନାହିଁ ଓ ତାଙ୍କର ହସ୍ତ ଆହୁରି ପ୍ରସାରିତ ହୋଇ ରହିଅଛି। ଯେ ଜନତାକୁ ପ୍ରହାର କଲେ, ତାହାଙ୍କ ନିକଟକୁ ସେମାନେ ଫେରିଲେ ନାହିଁ, କିମ୍ବା ସେନାଧୀଶ ପ୍ରଭୁଙ୍କୁ ଅନ୍ୱେଷଣ କଲେ ନାହିଁ। ସୁତରାଂ ପ୍ରଭୁ ଏକ ଦିନରେ ଇସ୍ରାଏଲ ଠାରୁ ମସ୍ତକ ତଥା ଲାଙ୍ଗୁଳ, ତାଳବୃକ୍ଷର ଶାଖା ତଥା ନଳ ଛେଦନ କଲେ। ବୟୋଜ୍ୟେଷ୍ଠ ତଥା ସମ୍ଭ୍ରାନ୍ତ ବ୍ୟକ୍ତିବୃନ୍ଦ ମସ୍ତକ ଅଟନ୍ତି ଓ ଯିଏ ମିଥ୍ୟା ଶିକ୍ଷା ଦିଏ, ସେହି ପ୍ରବକ୍ତା ଲାଙ୍ଗୁଳ ଅଟେ। କାରଣ ଯେଉଁମାନେ ଏହି ଜନତାର ନେତୃତ୍ୱ ନିଅନ୍ତି, ସେମାନେ ସେମାନଙ୍କୁ ପଥଭ୍ରଷ୍ଟ କରନ୍ତି ଓ ଯେଉଁମାନେ ସେମାନଙ୍କ ଦ୍ୱାରା ପଥ ପ୍ରଦର୍ଶିତ ହୁଅନ୍ତି, ସେମାନେ ବିନଷ୍ଟ ହୁଅନ୍ତି। ସୁତରାଂ ପ୍ରଭୁ ସେମାନଙ୍କ ଯୁବକମାନଙ୍କଠାରେ ଆହ୍ଲାଦିତ ହୁଅନ୍ତି ନାହିଁ ଓ ସେମାନଙ୍କ ପିତୃହୀନ ତଥା ବିଧବାମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କରନ୍ତି ନାହିଁ। କାରଣ ସମସ୍ତେ ଅଧର୍ମୀ ତଥା
ଦୁଷ୍କର୍ମୀ ଅଟନ୍ତି ଓ ସମସ୍ତ ମୁଖ ନିର୍ବୋଧ ବାକ୍ୟ କହେ। ଏହା ସବୁ ଯୋଗୁଁ ତାହାଙ୍କର କ୍ରୋଧ ଶାନ୍ତ ହେଲା ନାହିଁ ଓ ତାହାଙ୍କର ହସ୍ତ ତଥାପି ପ୍ରସାରିତ ହୋଇ ରହିଅଛି। ଦୁଷ୍ଟତା ଅଗ୍ନି ସଦୃଶ ପ୍ରଜ୍ୱଳିତ ହୋଇ କାନକଳି ତଥା କଣ୍ଟକ ବୃକ୍ଷକୁ ଦଗ୍ଧ କରେ। ବନ ଅନ୍ତର୍ଗତ କ୍ଷୁଦ୍ର ବନକୁ ଦଗ୍ଧ କରି ତାହା ଧୂମସ୍ତମ୍ଭ ହୋଇ ଊର୍ଦ୍ଧ୍ୱାରୋହଣ କରେ। ସେନାଧୀଶ ପ୍ରଭୁଙ୍କର କ୍ରୋଧ ଯୋଗୁଁ ଦେଶଟି ଦଗ୍ଧୀଭୂତ ଓ ଜନତା ଅଗ୍ନି ପାଇଁ ଉଦ୍ଦିଷ୍ଟ ଇନ୍ଧନ ସଦୃଶ ହୋଇଛନ୍ତି। କେହି ନିଜ ଭ୍ରାତାକୁ ରକ୍ଷା କରେ ନାହିଁ। ଦକ୍ଷିଣ ପାର୍ଶ୍ୱରୁ ଯଦିଓ ସେମାନେ ଆହାର କରନ୍ତି ତଥାପି ସେମାନେ କ୍ଷୁଧାର୍ତ ଅଟନ୍ତି। ସେମାନେ ବାମ ପାଖକୁ ଯଦିଓ ଗ୍ରାସ କରନ୍ତି ତଥାପି ପରିତୃପ୍ତ ହୁଅନ୍ତି ନାହିଁ। ପ୍ରତ୍ୟେକ ନିଜ ପ୍ରତିବେଶୀର ମାଂସ ଭକ୍ଷଣ କରନ୍ତି। ମାନାସେ ଏଫ୍ରାଇମଙ୍କୁ ଓ ଏଫ୍ରାଇମ ମାନାସେଙ୍କୁ ବିରୋଧ କରନ୍ତି। ସେମାନେ ଉଭୟ ମିଳିତ ଭାବେ ଯୁଦାକୁ ବିରୋଧ କରନ୍ତି। ଏହା ସତ୍ତ୍ୱେ ତାହାଙ୍କ କ୍ରୋଧ ଶାନ୍ତ ହେଲା ନାହିଁ ଓ ତାହାଙ୍କ ହସ୍ତ ଆହୁରି ସୁଦ୍ଧା ପ୍ରସାରିତ ହୋଇ ରହିଛି। ଅଧ୍ୟାୟ 10 ନିର୍ଦ୍ଧନମାନଙ୍କୁ ନ୍ୟାୟ ବିଚାର ନିଷେଧ କରିବା, ମୋର ସ୍ୱଜନମାନଙ୍କ ମଧ୍ୟରେ ଥିବା ଦିନହୀନମାନଙ୍କ ଅଧିକାର ଅପହରଣ କରିବା, ବିଧବାମାନଙ୍କୁ ଲୁଣ୍ଠନ କରିବା ଓ ପିତୃହୀନମାନଙ୍କୁ ନିଜ ଶିକାରରେ ପରିଣତ କରିବା ଉଦ୍ଦେଶ୍ୟରେ ଯେଉଁମାନେ ଅନ୍ୟାୟ ଅନୁଶାସନ ପ୍ରଖ୍ୟାପନ କରନ୍ତି ଓ ଯେଉଁ ଲେଖକମାନେ ଅତ୍ୟାଚାରର ବିଷୟ ଲେଖନ୍ତି ସେମାନଙ୍କୁ ଧିକ୍। ଶାନ୍ତି ବିଧାନର ଦିବସରେ ସୁଦୂରରୁ ପ୍ରବାହିତ ହେବାକୁ ଥିବା ତୋଫାନ ସମୟରେ ତୁମେମାନେ କ'ଣ କରିବ? ତୁମେମାନେ କାହା ପାଖକୁ ସାହାଯ୍ୟ ଭିକ୍ଷା କରି ପଳାୟନ କରିବ ଓ ତୁମ ଧନ ସମ୍ପଦକୁ ତୁମେମାନେ କେଉଁଠାରେ ସଂରକ୍ଷଣ କରିବ? ବନ୍ଦୀମାନଙ୍କ ମଧ୍ୟରେ ନତମସ୍ତକ ପୂର୍ବକ ଗମନ କରିବା ପାଇଁ କିମ୍ବା ନିହତ ବ୍ୟକ୍ତିମାନଙ୍କ ମଧ୍ୟରେ ପଡ଼ି ରହିଥିବା ବ୍ୟତୀତ ଅନ୍ୟ କୌଣସି ଉପାୟ ରହୁନାହିଁ। ଏହା ସତ୍ତ୍ୱେ ତାହାଙ୍କ କ୍ରୋଧ ଶାନ୍ତ ହେଲା ନାହିଁ ଓ ତାହାଙ୍କ ହସ୍ତ ଆହୁରି ସୁଦ୍ଧା ପ୍ରସାରିତ ହୋଇ ରହିଛି। ସିରିଆର ରାଜାଙ୍କ ବିରୁଦ୍ଧରେ ଅଭିଯୋଗ। ଯାହା ମୋର କ୍ରୋଧର ଦଣ୍ଡ ତଥା ମୋର ରୋଷର ଯଷ୍ଟି, ସେହି ହେ ସିରିଆ ଏକ ଅଧର୍ମୀ ଜନତା ବିରୁଦ୍ଧରେ ମୁଁ ତାହାକୁ ପ୍ରେରଣ କରେ। ଯେଉଁମାନେ ମୋର କ୍ରୋଧର ପାତ୍ର, ସେହି ଜନତାକୁ ଲୁଣ୍ଠନ କରିବା, ଚୋରି କରିବା ଓ ରାସ୍ତାର କର୍ଦ୍ଦମ ସଦୃଶ ସେମାନଙ୍କୁ ପଦଦଳିତ କରିବା ପାଇଁ ମୁଁ ତାହାଙ୍କୁ ଆଦେଶ ଦିଏ। କିନ୍ତୁ ତାହାର ଲକ୍ଷ୍ୟ ତାହା ନୁହେଁ ଓ ତାହାର ମନ ସେପରି ଚିନ୍ତା କରେ ନାହିଁ। ବରଂ ବିନାଶ କରିବା ପାଇଁ ତାହାର ମନ ସ୍ଥିରୀକୃତ ହୋଇଛି ଓ ସଂଖ୍ୟାଧିକ ଜନତାକୁ ଉଚ୍ଛେଦ କରିବା ପାଇଁ ସେ ଲକ୍ଷ୍ୟ ରଖିଛି। କାରଣ ସେ କହେ, ମୋର ସମସ୍ତ ସେନାପତି କ'ଣ ରାଜା ନୁହନ୍ତି? କାଲ୍ନୋ କ'ଣ କାର୍କେମିସ୍ ସଦୃଶ ନୁହେଁ? ହାମାତ କ'ଣ ଆର୍ପାଦ ତୁଲ୍ୟ ନୁହେଁ? ସାମାରିଆ କ'ଣ ଦାମାସ୍କସ୍ ସମ ନୁହେଁ? ଜେରୁସେଲେମ ତଥା ସାମାରିଆର ପିତୁଳା ସମୂହ ଅପେକ୍ଷା ଅଧିକ ବିଶାଳ ଖୋଦିତ ପ୍ରତିମୂର୍ତ୍ତି ବିଶିଷ୍ଟ ରାଜ୍ୟ ସକଳ ପର୍ଯ୍ୟନ୍ତ ମୋର ହସ୍ତ ଯାଇ ପହଞ୍ଚିଥିବା ଯୋଗୁଁ ମୁଁ ଯାହା ସିରିଆ ତଥା ତାହାର ପ୍ରତିମୂର୍ତ୍ତି ସକଳ ପ୍ରତି କଲି, ତାହା ଜେରୁସେଲେମ ତଥା ତାହାର ପ୍ରତିମୂର୍ତ୍ତି ସମୂହ ପ୍ରତି ମଧ୍ୟ କରିବା କ'ଣ ଉଚିତ ନୁହେଁ? ସିୟନ ପାହାଡ଼ ତଥା ଜେରୁସେଲେମରେ ପ୍ରଭୁ ଯେତେବେଳେ ତାହାଙ୍କର ସମସ୍ତ କାର୍ଯ୍ୟ ସମାପ୍ତ କରିବେ, ସେତେବେଳେ ସିରିଆ ରାଜାର ଔଦ୍ଧତ୍ୟପୂର୍ଣ୍ଣ ଗାରିମା ତଥା ତାର ଅହଙ୍କାର ପ୍ରତି ସେ ଶାସ୍ତି ବିଧାନ କରିବେ। କାରଣ ସେ କହିଅଛି, ମୋର ହସ୍ତ ବଳ ତଥା ପ୍ରଜ୍ଞା ଜରିଆରେ ମୁଁ ଏହା କରିଅଛି, କାରଣ ମୁଁ ବୁଦ୍ଧିମାନ। ଜାତି ସକଳର ସୀମା ସରହଦକୁ ମୁଁ ସ୍ଥାନାନ୍ତରିତ କରିଅଛି ଓ ସେମାନଙ୍କ ଧନ ସମ୍ପଦକୁ ଲୁଣ୍ଠନ କରିଅଛି। ମୁଁ ବୃଷ ସମ ସିଂହାସନରେ ଆସୀନ ଥିବା ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି। ପକ୍ଷୀ ନିଡ଼ରୁ ଅଣ୍ଡା ଯେପରି ସଂଗୃହୀତ ହୁଏ,
ସେହିପରି ଜାତି ସମୂହର ସମ୍ପଦ ମୁଁ ଅଧିକାର କରିଅଛି। ଲୋକେ ଯେପରି ପରିତ୍ୟକ୍ତ ହୋଇଥିବା ଅଣ୍ଡାଗୁଡ଼ିକୁ ସଂଗ୍ରହ କରନ୍ତି, ସେହିପରି ସମଗ୍ର ପୃଥିବୀକୁ ମୁଁ ସଂଗୃହୀତ କରିଅଛି। ପକ୍ଷ ହଲାଇବା କିମ୍ବା ମୁଖ ଖୋଲି ଚେଁ ଚାଁ ଶବ୍ଦ କରିବା ପାଇଁ କେହି ନଥିଲେ। କଟାଳି ସମ୍ମୁଖରେ କୁଠାର କ'ଣ ଆତ୍ମଗାରିମା କରିବ? କିମ୍ବା କରତିଆର ପ୍ରତିକୂଳରେ କରତ କ'ଣ ନିଜକୁ ମହିମାନିତ କରିବ? ଦଣ୍ଡକୁ ଉଠାଇଥିବା ବ୍ୟକ୍ତିକୁ ଦଣ୍ଡ ନିୟନ୍ତ୍ରଣ କରିବା ସଦୃଶ ଏହା ହେବ, କିମ୍ବା ଯିଏ କାଷ୍ଠ ନୁହେଁ ତାହାକୁ ଯଷ୍ଟି ଉଠାଇବା ସଦୃଶ ଏହା ହେବ। ସୁତରାଂ ପ୍ରଭୁ ସେନାଧୀଶ ପ୍ରଭୁ ତାର ଶକ୍ତିଶାଳୀ ଯୋଦ୍ଧାମାନଙ୍କ ମଧ୍ୟକୁ ଏକ କ୍ଷୟକାରୀ ରୋଗ ପଠାଇବେ ଓ ତାର ପ୍ରତାପ ତଳେ ଦହନକାରୀ ଏକ ଅଗ୍ନି ତୁଲ୍ୟ ଏକ ଦହନ ପ୍ରଜ୍ୱଳିତ କରିବେ। ଇସ୍ରାଏଲର ଜ୍ୟୋତି ଅଗ୍ନିରେ ଓ ତାଙ୍କର ପବିତ୍ରତମ ଜଣକ ଅଗ୍ନି ଶିଖାରେ ପରିଣତ ହେବେ। ପ୍ରଜ୍ୱଳିତ ହୋଇ ତାର କାନକଳି ତଥା କଣ୍ଟକ ବୁଦାସମୂହକୁ ତାହା ଗୋଟିଏ ଦିନରେ ଦଗ୍ଧ କରିବ। ତାର ଅରଣ୍ୟ ତଥା ଫଳପ୍ରସୂ କ୍ଷେତକୁ ଆତ୍ମା ତଥା ଶରୀର ସହ ମଧ୍ୟ ପ୍ରଭୁ ବିନାଶ କରିବେ। ରୋଗ ପ୍ରପୀଡ଼ିତ ବ୍ୟକ୍ତି ଯେପରି କ୍ଷୟପ୍ରାପ୍ତ ହୁଏ, ସେହିପରି ତାହା ହେବ। ତାର ଅରଣ୍ୟରେ ଅବଶିଷ୍ଟ ଥିବା ବୃକ୍ଷଗୁଡ଼ିକ ଏପରି ସ୍ୱଳ୍ପ ସଂଖ୍ୟକ ହେବ ଯେ ଜଣେ ଶିଶୁ ସେ ସମସ୍ତକୁ ଗଣନା କରିପାରିବ। ଇସ୍ରାଏଲର ଅବଶିଷ୍ଟାଂଶ ଯେ ସେମାନଙ୍କୁ ପ୍ରହାର କରିଥିଲା, ତାଠାରେ ସେହିଦିନ ଇସ୍ରାଏଲର ଅବଶିଷ୍ଟାଂଶ ଓ ଯାକୁବଙ୍କ ବଂଶରୁ ରକ୍ଷାପ୍ରାପ୍ତ ବ୍ୟକ୍ତିମାନେ ଆଉ କେବେ ହେଁ ଆଶ୍ରିତ ହେବେ ନାହିଁ। ବରଂ ସେମାନେ ସତ୍ୟରେ ଇସ୍ରାଏଲର ପବିତ୍ରତମ ଅର୍ଥାତ୍ ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ କରିବେ। ଏକ ଅବଶିଷ୍ଟାଂଶ ଅର୍ଥାତ୍ ଯାକୁବଙ୍କ ବଂଶର ଅବଶିଷ୍ଟାଂଶ ଶକ୍ତିଶାଳୀ ଈଶ୍ୱରଙ୍କ ସମୀପକୁ ଫେରି ଆସିବେ। କାରଣ ତୁମ ଇସ୍ରାଏଲୀୟ ଜନତା ଯଦିଓ ସମୁଦ୍ର ଉପକୂଳସ୍ଥ ବାଲୁକା ସଦୃଶ, ତଥାପି ସେମାନଙ୍କ ମଧ୍ୟରୁ କେବଳ ଏକ ଅବଶିଷ୍ଟାଂଶ ଫେରି ଆସିବେ। ଉଚ୍ଛ୍ୱସିତ ନ୍ୟାୟ ବିଚାର ସଦୃଶ ବିନାଶ ନିର୍ଣ୍ଣୀତ ହୋଇଛି। କାରଣ ନିରୂପିତ ହୋଇଥିବା ଅନୁଯାୟୀ ପ୍ରଭୁ ସେନାଧୀଶ ପ୍ରଭୁ ସମଗ୍ର ଭୂମଣ୍ଡଳରେ ଏକ ସମ୍ପୂର୍ଣ୍ଣ ବିନାଶ ଘଟାଇବେ। ସୁତରାଂ ସେନାଧୀଶ ପ୍ରଭୁ ଏହିପରି କହନ୍ତି, ସିୟନରେ ବାସ କରୁଥିବା ହେ ମୋର ସ୍ୱଜନ, ଇଜିପ୍ଟୀୟମାନେ ଯେପରି କରିଥିଲେ, ସେହିପରି ଆସିରୀୟମାନେ ଯେବେ ତୁମମାନଙ୍କୁ ଯଷ୍ଟିରେ ପ୍ରହାର କରିବେ ଓ ତୁମ ବିରୁଦ୍ଧରେ ଯଷ୍ଟି ଉଠାଇବେ, ତେବେ ଭୀତ ହୁଅ ନାହିଁ। କାରଣ ଅତ୍ୟଳ୍ପ ସମୟ ମଧ୍ୟରେ ମୋର କ୍ରୋଧ ଶାନ୍ତ ହେବ ଓ ମୋର କ୍ରୋଧ ସେମାନଙ୍କର ବିନାଶ ଘଟାଇବ। ଅରେବର ଶୈଳ ସମୀପରେ ସେନାଧୀଶ ପ୍ରଭୁ ଯେପରି ମିଦିଆକୁ ପ୍ରହାର କରିଥିଲେ, ସେହିପରି ସେ ସେମାନଙ୍କୁ ଚାବୁକରେ ପ୍ରହାର କରିବେ ଏବଂ ଇଜିପ୍ଟରେ ସେ ଯେପରି କରିଥିଲେ, ସେହିପରି ସେ ତାଙ୍କ ଯଷ୍ଟିକୁ ସମୁଦ୍ର ଉପରେ ଉତ୍ତୋଳନ କରି ଧରିବେ। ଆଉ ସେହିଦିନ ତାର ବୋଝ ତୁମ ସ୍କନ୍ଧରୁ ଦୂର ହେବ ଓ ତୁମ ଗଳାରୁ ତାର ଜୁଆଳି ବିନଷ୍ଟ ହେବ। ସେ ରିମୋନ ଠାରୁ ଆସିଲା, ଆଇଥା ପର୍ଯ୍ୟନ୍ତ ଆସି ପହଞ୍ଚି ଓ ମିଗ୍ରୋନ ମଧ୍ୟ ଦେଇ ଯାତ୍ରା କରି ସେ ମିକ୍ମାସକୁ ଆସିଲା ଏବଂ ସେଠାରେ ସେ ନିଜ ବସ୍ତୁ ସାମଗ୍ରୀ ସଞ୍ଚୟ କଲା। ଗିରି ସଙ୍କଟ ଅତିକ୍ରମ କରି ଓ ଗେବାରେ ଆସି ପହଞ୍ଚି ସେମାନେ ସେଠାରେ ରାତ୍ରି ଯାପନ କଲେ। ରାମା କମ୍ପିତ ହୁଏ ଓ ସାଉଲ ଗିବେୟା ପଳାୟନ କରେ। ଗାଲିମର ହେ କନ୍ୟା, ଉଚ୍ଚ ସ୍ୱରରେ କ୍ରନ୍ଦନ କର। ହେ ଲାଇସା ଶୁଣ, ହେ ଆନାଥୋଥ ଏହାକୁ ଉତ୍ତର ଦିଅ। ମାଦମେନା ପଳାୟନ କରେ, ଗେବିମବାସୀମାନେ ସୁରକ୍ଷା ପାଇଁ ପଳାୟନ କରନ୍ତି। ଏହି ଦିନରେ ହିଁ ସେ ନବରେ ଅବସ୍ଥାନ କରିବ। ସିୟନ କନ୍ୟାର ପାହାଡ଼ ଦିଗରେ ଜେରୁସଲେମସ୍ଥ ପାହାଡ଼ ଆଡ଼େ ସେ ନିଜ ମୁଷ୍ଟି ହଲାଇବ। ଦେଶ ଶାଖା ପ୍ରଶାଖା ସବୁକୁ କାଟି ପ୍ରଚଣ୍ଡ ଶକ୍ତିରେ ସେନାଧୀଶ ପ୍ରଭୁ ନିକ୍ଷେପ କରିବେ। ଉଚ୍ଚତମ ଶାଖା ସକଳ
କଟା ହେବ ଓ ଉନ୍ନତତମ ଶାଖା ସମୂହ ଅବନମିତ ହେବ। ଅରଣ୍ୟ ମଧ୍ୟସ୍ଥ ନିବିଡ଼ ଭାଗକୁ ସେ ଏକ କୁଠାର ଦ୍ୱାରା କାଟି ପକାଇବେ ଓ ପ୍ରତାପମୟ ବୃକ୍ଷ ସକଳ ସମେତ ଲେବାନନ ଭୂପତିତ ହେବ। ଅଧ୍ୟାୟ 11। ନୀତିନିଷ୍ଠ ରାଜାଙ୍କର ଆଗମନ। ଜେସେଙ୍କର ଗଣ୍ଡିରୁ ଏକ ରାଜା ଅଙ୍କୁରିତ ହେବ, ତାଙ୍କର ମୂଳରୁ ଏକ ଶାଖା ଉଦ୍ଗମ ହେବ। ପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅବସ୍ଥାନ କରିବେ, ପ୍ରଜ୍ଞା ତଥା ବିବେଚନାର ଆତ୍ମା, ଉପଦେଶ ତଥା ଶକ୍ତିର ଆତ୍ମା, ଜ୍ଞାନ ତଥା ପ୍ରଭୁଙ୍କ ପ୍ରତି ଭୟଭକ୍ତିର ଆତ୍ମା। ପ୍ରଭୁଙ୍କ ପ୍ରତି ଭୟରେ ସେ ଆନନ୍ଦିତ ହେବେ। ନିଜ ଚକ୍ଷୁର ଦର୍ଶନ ଶକ୍ତି ଅନୁସାରେ ସେ ବିଚାର କରିବେ ନାହିଁ କିମ୍ବା ନିଜ କାନର ଶ୍ରୁତି ଅନୁସାରେ ସେ ନିଷ୍ପତ୍ତି ନେବେ ନାହିଁ। ବରଂ ନୀତିନିଷ୍ଠା ଅନୁଯାୟୀ ସେ ଦରିଦ୍ରମାନଙ୍କର ବିଚାର କରିବେ ଓ ନ୍ୟାୟସଙ୍ଗତ ଭାବେ ଭୂପୃଷ୍ଠବାସୀ ଦିନହୀନମାନଙ୍କ ପ୍ରତି ଆଚରଣ କରିବେ। ନିଜ ମୁଖର ଦଣ୍ଡ ଦ୍ୱାରା ସେ ପୃଥିବୀକୁ ଆଘାତ କରିବେ ଓ ନିଜ ଅଧରର ଶ୍ୱାସ ବାୟୁ ଦ୍ୱାରା ସେ ଦୁଷ୍ଟମାନଙ୍କୁ ସଂହାର କରିବେ। ନୀତିନିଷ୍ଠା ତାହାଙ୍କ କମର ପଟି ହେବ ଓ ବିଶ୍ୱସ୍ତତା ତାଙ୍କର କଟିବନ୍ଧନୀ ହେବ। ହେଟା ବାଘ ତଥା ମେଷ ଶାବକ ଏକତ୍ର ବାସ କରିବେ। ଛାଗ ଶାବକ ସହିତ ଚିତାବାଘ ଶୟନ କରିବ ଓ ବାଛୁରୀ ସିଂହ ଶାବକ ତଥା ହୃଷ୍ଟପୃଷ୍ଟ ପଶୁ ମିଳିତ ଭାବେ ରହିବେ। ପୁଣି ଏକ ଛୋଟ ଶିଶୁ ସେ ସବୁକୁ ବାଟ କଢ଼ାଇବ। ଧେନୁ ତଥା ଭଲ୍ଲୁକ ଏକ ସ୍ଥାନରେ ଚରିବେ। ସେ ସମସ୍ତର ଶାବକମାନେ ସମ୍ମିଳିତ ଭାବେ ଶୟନ କରିବେ ଓ ସିଂହ ବଳଦ ସଦୃଶ ନଡ଼ା ଆହାର କରିବ। ସ୍ତନ୍ୟପାୟୀ ଶିଶୁ ସର୍ପଗର୍ତ୍ତ ଉପରେ ଖେଳିବ ଓ ସ୍ତନ୍ୟପାନ ଶେଷ କରିଥିବା ବାଳକ ବିଷଧର ସର୍ପର ଗହ୍ୱର ଉପରେ ହାତ ରଖିବ। ମୋର ପବିତ୍ର ପର୍ବତ ଉପରେ ସେମାନେ କୌଣସି ଉପଦ୍ରବ କିମ୍ବା ବିନାଶ ଘଟାଇବେ ନାହିଁ ଏବଂ ସମୁଦ୍ର ଯେପରି ଜଳରେ ପୂର୍ଣ୍ଣ, ସେହିପରି ପ୍ରଭୁଙ୍କ ସମ୍ବନ୍ଧୀୟ ଜ୍ଞାନରେ ପୃଥିବୀ ପୂର୍ଣ୍ଣ ହୋଇ ରହିବ। ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନ। ସେହିଦିନ ଜନତାଙ୍କ ପାଇଁ ଜେସେଙ୍କର ମୂଳ ଏକ ସଂକେତ ସ୍ୱରୂପ ହେବ। ଜାତି ସକଳ ତାହାଙ୍କର ଅନ୍ୱେଷଣ କରିବେ ଓ ତାହାଙ୍କର ବାସସ୍ଥାନ ଗୌରବମଣ୍ଡିତ ହେବ। ସେହିଦିନ ଆସିରିଆ, ଇଜିପ୍ଟ, ପାତ୍ରସ, ଇଥିଓପିଆ, ଏମାଲ, ସିମାନ୍, ହାମାତ ପ୍ରଭୃତି ଦେଶ ଓ ସମୁଦ୍ର ଉପକୂଳସ୍ଥ ପ୍ରଦେଶମାନଙ୍କରେ ପରିତ୍ୟକ୍ତ ହୋଇ ରହିଥିବା ତାହାଙ୍କର ସ୍ୱଜନମାନଙ୍କୁ ପୁନରାୟ ଉଦ୍ଧାର କରି ଆଣିବା ପାଇଁ ପ୍ରଭୁ ଦ୍ୱିତୀୟବାର ନିଜ ହସ୍ତ ପ୍ରସାର କରିବେ। ଜାତିଗଣ ସକାଶେ ସେ ଏକ ସଂକେତ ଉଠାଇବେ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରୁ ଭ୍ରଷ୍ଟ ଓ ଜୁଦାରୁ ବିଚ୍ଛିନ୍ନ ହୋଇଥିବା ସମସ୍ତଙ୍କୁ ପୃଥିବୀର ଚାରି କୋଣରୁ ଏକତ୍ରିତ କରିବେ। ଏଫ୍ରାଇମର ଈର୍ଷା ଦୂରେଇ ଯିବ ଓ ଯେଉଁମାନେ ଜୁଦାକୁ ଉତ୍ପୀଡ଼ନ କରିବେ ସେମାନେ ଉଚ୍ଛେଦିତ ହେବେ। ଜୁଦା ପ୍ରତି ଏଫ୍ରାଇମ ଈର୍ଷାପର ହେବ ନାହିଁ ଓ ଏଫ୍ରାଇମକୁ ଜୁଦା ଉତ୍ପୀଡ଼ନ କରିବ ନାହିଁ, ବରଂ ସେମାନେ ପଶ୍ଚିମ ଦିଗସ୍ଥ ଫିଲିସ୍ତୀୟମାନଙ୍କ ଉପରେ ଝାମ୍ପ ମାରିବେ ଓ ସମ୍ମିଳିତ ଭାବେ ପୂର୍ବ ଦିଗବାସୀମାନଙ୍କୁ ଲୁଣ୍ଠନ କରିବେ। ଏଦୋମ ତଥା ମୋଆବ ବିରୁଦ୍ଧରେ ସେମାନେ ନିଜ ନିଜ ହସ୍ତ ଉତ୍ତୋଳନ କରିବେ ଓ ଆମୋନୀୟମାନେ ସେମାନଙ୍କର ଅନୁଗତ ହେବେ। ଇଜିପ୍ଟର ଉପସାଗରଗୁଡ଼ିକୁ ପ୍ରଭୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ କରିବେ ଓ ଉତ୍ତପ୍ତ ବାୟୁ ପ୍ରବାହ ସହିତ ନଦୀ ଉପରେ ସେ ତାହାଙ୍କ ହସ୍ତକୁ ହଲାଇବେ। ଲୋକେ ଯେପରି ଶୁଷ୍କ ପାଦରେ ତାହା ମଧ୍ୟ ଦେଇ ଗମନ କରନ୍ତି, ସେଥିପାଇଁ ତାହାଙ୍କୁ ଆଘାତ କରି ସପ୍ତ ଧାରାରେ ବିଭକ୍ତ କରିବେ। ଇଜିପ୍ଟରୁ ବାହାର ହୋଇ ଆସିଥିବା ଇସ୍ରାଏଲୀୟମାନଙ୍କ ପାଇଁ ଯେପରି ଘଟିଥିଲା, ଅବଶିଷ୍ଟ ହୋଇ ରହିଥିବା ତାଙ୍କର ସ୍ୱଜନମାନଙ୍କ ପାଇଁ ସେହିପରି ଆସିରିଆଠାରୁ ଏକ ରାଜପଥ ଖୋଲା ହେବ।